ଯେତେବେଳେ ମତେ ମଞ୍ଚକୁ ଦେଖିଲେ ଡର ଲାଗୁଥିଲା। ମୁଁ ଡ୍ୟାନ୍ସ କରୁଥିଲି, ମତେ ପାର୍ଟ ଦେଇଦେଲେ ହଠାତ୍। ମୁଁ ବହୁତ ଛୋଟ ଥିଲି, 15 ବର୍ଷର ଝିଅ। ଅଭିନୟ କ'ଣ, ଡାଇଲଗ କହିବା କ'ଣ ମୁଁ ଜାଣିନଥିଲି। ଯେତେବେଳେ ନୂଆ ନୂଆ ମୁଁ କରୁଥିଲି, ମୁଁ ଜାଣିପାରେନି ମୋର ଫର୍ମିଂ ହେଉଛି କ'ଣ ଡାଇଲଗ ଜାଣିପାରେନି। ଯେତେବେଳେ ମୁଁ ଧୀରେ ଧୀରେ ମୋ ଡାଇଲଗ ମୁଁ ନିଜେ ନିଜେ କ୍ୟାସେଟ୍ରେ ଶୁଣିଲି, ତେଣୁ ନିଜେ ନିଜେ ପରିବର୍ତ୍ତନ କରିବାକୁ ଚେଷ୍ଟା କଲି। କେତେ ଲୋକ କିଏ କାହାକୁ ପସନ୍ଦ କରୁଛି ଏଇଟା ହେଉଛି ନିର୍ଭର କରେ, କିନ୍ତୁ ନାଟକ ଜାଗାରେ ହିଁ ଅଛି। ଦର୍ଶକ କେବଳ ନାଟକ ଦେଖିବାକୁ ଆସନ୍ତି, ଭାଇରାଲ ନୁହେଁ। ହିରୋ ହିରୋଇନକୁ ନେଇକି ବହି କରାଯାଏନି। ହିରୋ ହିରୋଇନ ମୁଖ୍ୟ ରହିବେ, କିନ୍ତୁ ଯେତିକି କଳାକାର ବାହାରିବେ ସେମାନଙ୍କ ଉପରେ କାମ ରହୁ। ସବୁ ରାଇଟର ମାନେ ଚାହାନ୍ତି ସମସ୍ତେ ଅଭିନୟ ଠିକ ଭାବରେ ପାଇଲେ କି ତାଙ୍କୁ ଠିକ ଭାବରେ ଅଭିନୟ ଦେଖେଇଲେ କି ସେମାନେ ପାଇଲେ, ଏଇଟା ହିଁ ନାଟକଟି ଭଲ ହୁଏ। ଆଉ ଆଜିକାଲି କାହାଣୀ ଦେଖୁନାହାନ୍ତି, ଭାଇରାଲ କୁ ବେଶୀ ଏଇଟା ମିଛ କଥା। ଭାଇରାଲ ଯିଏ ହଉଛି ଭାଇରାଲ କିଛି ନୁହଁ। ଆଜିକାଲି ସୋସିଆଲ ମିଡ଼ିଆ ହେଇଗଲାଣି। ସେ ଯୁଗର କଥା ଥିଲା ଅଲଗା, ଏ ଯୁଗର କଥା ଅଲଗା। ସୋସିଆଲ ମିଡ଼ିଆରେ କେତେ ଲୋକ କିଏ କାହାକୁ ପସନ୍ଦ କରୁଛି ଏଇଟା ହେଉଛି ନିର୍ଭର କରେ, କିନ୍ତୁ ନାଟକ ଜାଗାରେ ହିଁ ଅଛି। ଦର୍ଶକ କେବଳ ନାଟକ ଦେଖିବାକୁ ଆସନ୍ତି, ଭାଇରାଲ ନୁହେଁ। ନାଇଁ ମୁଁ ଏଇ ନାୟିକାରୁ ହିଁ ମାନେ ମୋର ଘରକୁ ବିଦାୟ ନେବି କଳା ମଞ୍ଚରୁ। ଆଉ ଆଗକୁ ମୋର ଫ୍ୟାମିଲି ପ୍ରୋବ୍ଲେମ୍ ଅଛି, ଆଉ ତମ ପିଲାମାନଙ୍କ ପାଠ ପଢ଼ିବା ଭବିଷ୍ୟତ ଦେଖିବା ପାଇଁ ମୁଁ ଏଇ ନାୟିକାରୁ ହିଁ ବହୁତ ଶୀଘ୍ର ମାନେ ବିଦାୟ ନେବି। ନାଟକଟା ହେଉଛି ପାରିବାରିକ ଉପରେ ନାଟକଟି ହେଇଛି। ଯେହେତୁ ନାଟକଟି ଆକ୍ଚୁଆଲି କହିବାକୁ ଗଲେ ଏବେ ମୁଁ ତାର ଗତିପଥ କହିପାରିବିନି। ଗୋଟେ ମାସ ମଞ୍ଚରେ ମାନେ ହେଇସାରିଲା ପରେ, ତେଣୁକରି ନାଟକଟି କେତେ ସଫଳ ଦେବ ଆଉ ଦର୍ଶକମାନେ ତାକୁ କେତେ ଗ୍ରହଣ କରିବେ ଦର୍ଶକମାନଙ୍କ ଉପରେ ନିର୍ଭର କରେ। ନାଇଁ ଯେତେବେଳେ ମୁଁ ନୂଆ ପାର୍ଟ କରୁଥିଲି, ଯେତେବେଳେ ମୁଁ ଅଭିନୟ କ'ଣ ଜାଣିନଥିଲି, ସେତେବେଳେ ମତେ ମଞ୍ଚକୁ ଦେଖିଲେ ଡର ଲାଗୁଥିଲା। ମୁଁ ଡ୍ୟାନ୍ସ କରୁଥିଲି, ମତେ ପାର୍ଟ ଦେଇଦେଲେ ହଠାତ୍। ମୁଁ ବହୁତ ଛୋଟ ଥିଲି, 15 ବର୍ଷର ଝିଅ। ଅଭିନୟ କ'ଣ, ଡାଇଲଗ କହିବା କ'ଣ ମୁଁ ଜାଣିନଥିଲି। ଯେତେବେଳେ ନୂଆ ମୁଁ କରୁଥିଲି, ମୁଁ ଜାଣିପାରେନି ମୋର ଫର୍ମିଂ ହେଉଛି କ'ଣ ଡାଇଲଗ ଜାଣିପାରେନି। ଯେତେବେଳେ ମୁଁ ଧୀରେ ଧୀରେ ମୋ ଡାଇଲଗ ମୁଁ ନିଜେ ନିଜେ କ୍ୟାସେଟ୍ରେ ଶୁଣିଲି, ତେଣୁ ନିଜେ ନିଜେ ପରିବର୍ତ୍ତନ କରିବାକୁ ଚେଷ୍ଟା କଲି। କଷ୍ଟ ବହୁତ କରିଛି ମୁଁ, ପୁରା କମେଡ଼ିରୁ ଷ୍ଟାର୍ଟିଂ କରିକି ଆଉ କମେଡ଼ି ଟେବିଲ ତାପରେ ଯାଇକି ଟ୍ରାଜେଡିକି ଧରିଲି। ବହୁତ କଷ୍ଟ ମୁଁ କରିଛି, ବହୁତ ପରିଶ୍ରମ କରିଛି। ସମସ୍ତଙ୍କୁ ଦେଖିକି ଅଭିନୟ ମାନେ ମୁଁ ଏମିତି କରିବାକୁ ଚାହେଁ ବୋଲି ମୋର ଆଶା ଥିଲା, ଆଉ ଭଗବାନଙ୍କ କୃପାରୁ ମୋ ସେ ଆଶା ପୂରଣ ହେଇଛି। ଭୂମିକା ହେଉଛି ଆମର ଦୁଇ ସାଙ୍ଗ, ରାଧା ଆଉ ଅନୁରାଧା। ଦୁଇ ଜଣଙ୍କ ଉପରେ ସାଙ୍ଗଙ୍କ ଉପରେ ଷ୍ଟୋରିଟା ହେଇଛି। ଆଉ ନାଟକଟି ମାନେ ପାରିବାରିକ ଉପରେ ହେଇଛି। ଆଉ ଦର୍ଶକ ଦେଖିଲେ ନାଟକଟି ଜାଣିବେ। ବାହାରକୁ ଗଲେ ଦର୍ଶକ ମାନେ, ଯେହେତୁ ଆମର 3ଟି ନାଟକ ହେଉଛି, କେଉଁ ନାଟକ ମନକୁ ଛୁଇଁବ, କିନ୍ତୁ ନାଁଟି ବହୁତ ଆଟ୍ରାକ୍ଟିଭ ହେଇଛି। ଲାଗୁଛି ମୋତେ ଦର୍ଶକ ବନ୍ଧୁ ନିଶ୍ଚୟ ଫ୍ୟାମିଲି ଷ୍ଟୋରିକି ଗ୍ରହଣ କରିବେ। ଏ ନାଟକଟି ତୋ ସ୍ୱାମୀ ମୋର କ'ଣ ହବ, ସରି କାଟିଦେବ, ଏଇଟା ତୋ ସ୍ୱାମୀ ମୋର କ'ଣ ହବ, ନିଶ୍ଚୟ ଭଲ ହବ ବୋଲି ମୋର ଆଶା ଓ ବିଶ୍ୱାସ।